ମାନଙ୍କର ସହଯୋଗରେ ଚାଲିଛି। କିନ୍ତୁ ଧାନ ମଣ୍ଡି ହବା ପୂର୍ବରୁ କିଛି ଲୋକ ଅଳପ୍ରକୃତିର ଲୋକ ବ୍ୟକ୍ତିଗତ କାରଣରୁ ତାକୁ ବନ୍ଦ କରିବାକୁ ବହୁତ ଚେଷ୍ଟା କରିଥିଲେ। ମାତ୍ର ସ୍ଥାନୀୟ ଆମର ସବ୍ କଲେକ୍ଟର, ଏଆର ବିଆର କଲେକ୍ଟର ମହୋଦୟ ଏମାନଙ୍କର ସହଯୋଗ ଫଳରେ ଆଜି ଏଠି ଧାନ ମଣ୍ଡି ହେଇପାରିଛି। ସେଥିରେ ବିଶେଷ ସହଯୋଗ ମୁଁ କହିବି ଆମ ଆରଏମସି ର ପର୍ଚେଜିଂ ଅଫିସର ଯିଏ ଏଠାରେ ଅଛନ୍ତି ମିଷ୍ଟର ଅଶୋକ ପ୍ରଧାନ, ତାଙ୍କର ସହଯୋଗ ଫଳରେ ଏଇଟା ସୁରୁଖୁରୁରେ ହଉଛି, ଆଉ ବି ହବାକୁ ଯାଉଛି। ଆହୁରି ଅଛି ଆମର ଆହୁରି ଲାଷ୍ଟ ଷ୍ଟେଜ ଅଛି। ହଁ, ଆମ ସୋସାଇଟିର ଯୋଉ ସଭାପତି ଏଠି ଅଭିଯୋଗ କରିଛନ୍ତି, ଅଭିଯୋଗ କଣ ଆଜ୍ଞା, ସେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି, କିନ୍ତୁ ସେଇଟା ହେଇପାରୁନି, ଯାହା ଫଳରେ ତାଙ୍କ ମନରେ ବହୁତ କ୍ଷୋଭ। ସେ କୌଣସି ପ୍ରକାର ମଣ୍ଡିଟା କରିବାକୁ ଦଉନଥିଲେ, କିନ୍ତୁ ସ୍ଥାନୀୟ ପ୍ରଶାସନ ଅଧିକାରୀ ମାନଙ୍କର ସହଯୋଗ ଫଳରେ ଆଜି ମଣ୍ଡିଟା ହେଇଛି। ଆମେ ମାନେ ସମସ୍ତ ଚାଷୀ ସେଥିପାଇଁ କୃତଜ୍ଞ। ଆଉ ବହୁତ